କ୍ୟାପ୍ଟେନ୍ ଅଂଶୁମାନ ସିଂଙ୍କ କୀର୍ତ୍ତିଚକ୍ରକୁ ବୋଉ ନେଇ ଯାଇଛନ୍ତି ବୋଲି ଅଭିଯୋଗ ଆଣିଲେ ବାପା ମା। ଗତ ବର୍ଷ ଜୁଲାଇରେ ସିଆଚିନ୍ରେ ଅଗ୍ନିକାଣ୍ଡ ଘଟଣାରେ ଶହୀଦ ହୋଇଥିବା କ୍ୟାପ୍ଟେନ୍ ଅଂଶୁମାନ ସିଂଙ୍କ ମାତାପିତା ଦାବି କରିଛନ୍ତି ଯେ ସେମାନଙ୍କ ବୋହୂ ସ୍ମୃତି ତାଙ୍କ ପୁତ୍ରକୁ ସରକାର ଦେଇଥିବା କୀର୍ତ୍ତିଚକ୍ରକୁ ଗୁରୁଦାସପୁରସ୍ଥିତ ତାଙ୍କ ଘରକୁ ନେଇଯାଇଛନ୍ତି। ତାଙ୍କର ଫଟୋ, ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସେ ତାଙ୍କ ପୁଅର କୀର୍ତ୍ତିଚକ୍ରକୁ ବି ନେଇଯାଇଛନ୍ତି। ଇଣ୍ଡିଆ ଟୁଡେ ଟିଭି ସହ କଥାବାର୍ତ୍ତା କରି କ୍ୟାପ୍ଟେନ୍ ଅଂଶୁମାନ ସିଂ ପିତା ରବି ପ୍ରତାପ ସିଂ କହିଛନ୍ତି ଯେ ତାଙ୍କ ବୋହୂ ମଧ୍ୟ ତାଙ୍କ ପୁଅର ସରକାରୀ ଦଲିଲରେ ତାଲିକାଭୁକ୍ତ ସ୍ଥାୟୀ ଠିକଣାକୁ ଲକ୍ଷ୍ନୌରୁ ଗୁରୁଦାସପୁର କରି ଦେଇଛନ୍ତି, ଯେପରି ତାଙ୍କ ପୁଅର ସମସ୍ତ ସୂଚନା ସେଠାରେ ପହଞ୍ଚିବ। ଆମ ସମ୍ମତି ସହ ଅଂଶୁମାନ ତାଙ୍କ ବିବାହ କରିଥିଲା। ଜୁଲାଇ 19, 2023 ମସିହାରେ ଯେତେବେଳେ ଆମେ ଅଂଶୁମାନ ଶହୀଦ ହେବା କଥା ଜାଣିବା ପରେ ଶ୍ରୁତିକୁ ଲକ୍ଷ୍ନୌ ଡାକିଲୁ। ଅନ୍ତିମ ସଂସ୍କାର କରିବା ପରେ ସେ ଆମ ସହ ଯିବା ପରିବର୍ତ୍ତେ ଗୁରୁଦାସପୁରରେ ରହିବାକୁ କହିଲେ। ସେ ଗୁରୁଦାସପୁର ଯିବା ସହ ଆମ ପୁଅର ସମସ୍ତ ଜିନିଷ ନିଜ ସହ ନେଇ ଚାଲିଗଲେ ବୋଲି ଅଂଶୁମାନଙ୍କ ପିତା ରବି ପ୍ରତାପ ସିଂ କହିଛନ୍ତି। ରବି ପ୍ରତାପ ସିଂ କହିଛନ୍ତି, ଯେତେବେଳେ କୀର୍ତ୍ତିଚକ୍ର ପ୍ରଦାନ କରାଯାଇଥିଲା ସେତେବେଳେ ତାଙ୍କ ମା ଏବଂ ପତ୍ନୀ ଏହି ସମ୍ମାନ ଗ୍ରହଣ କରିବାକୁ ଯାଇଥିଲେ। ରାଷ୍ଟ୍ରପତି ମୋ ପୁଅର ବଳିଦାନକୁ କୀର୍ତ୍ତିଚକ୍ରରେ ସମ୍ମାନିତ କରିଥିଲେ, କିନ୍ତୁ ମୁଁ ଏହାକୁ ଥରେ ଛୁଇଁ ପାରିଲି ନାହିଁ। ପୁରସ୍କାର ବିତରଣ ସମାରୋହକୁ ମନେ ପକାଇ କ୍ୟାପ୍ଟେନ୍ ଅଂଶୁମାନ ସିଂଙ୍କ ମା ମଞ୍ଜୁ କହିଛନ୍ତି, ଜୁଲାଇ 5 ତାରିଖରେ ମୁଁ ସ୍ମୃତିଙ୍କ ସହ ରାଷ୍ଟ୍ରୀୟ ଭବନରେ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲି। ଯେତେବେଳେ ଆମେ ଇଭେଣ୍ଟ ଛାଡ଼ିଥିଲୁ, ସ୍ମୃତି ମୋ